परम प्रेममय परम दयाल श्री श्री ठाकुर मोर परम आराध्या जगत जननी श्री श्री बड़मा मोर परम पूज्य पाद श्री श्री बड़दा मोर पूज्य पाद आचार्य देव मोर सभींकर रातुल श्रीचरण रे कोटि कोटि अनंत कोटि प्रणाम निवेदन करे। ओ मोरे वीडियो देखुथिबा समस्त इष्ट प्राण गुरुभ्राता भक्तिमयी माँ मानू मोर अंतररू श्रद्धा प्रीति आनंदित जय गुरु भल पाइबा ओ प्रणाम निवेदन करे। बंधुगण आजिर यही सुंदर विषय वस्तु को लाइक टीए करंतु, कमेंट्स रे जय गुरु लिखंतु। आउ एमिति सबुदिने आत्मिक कथा सुनिबा पई आम जय गुरु प्रार्थना चैनल को सब्सक्राइब करंतु और पाखे थिबा बेल घंटीर ऑल बटन को दबांतु। तेबे आसंतु आजिर विषय वस्तु को जीवा। आजिर यही सुंदर विषय वस्तुटी हेउची माँ सरस्वती माने कौन। बंधुगण आजिर यही पुण्य दिवस रे जेतेबेले समस्त निर्विकार चित्त नहीं माँ सरस्वती नाम रे समागम होइछंती, आमे जानिबाकु पाऊ एक सुमधुर कथा। माँ सरस्वती माने कौन? मूर्ति प्रतीक, माँ को पूजा आराधना ना ताको उत्सव, ना कि ताठू अधिक गभीर अधिक गृह्य अधिक जीवन आधार किछि। एही अंतर्मुख निवेश रे आपण मानकु नहीं जीवी परम दयाल श्री श्री ठाकुर अनुकूल चंद्रंकर से दिन से कहिथिबा अमृत कथा पाखकु, जहा माँ सरस्वती केवल पूजारे नुहे भरी रही गभीर तत्व रे। शुणिले बुझिले आमे धन्य हेबा उपकृत हेबा। समयर स्फुरण रे ऋतुर परिवर्तन रे जेबे शीतर कोमलता क्रमे मांदा पाए, तेबे आसे सेई दिनटी जेउ दिन आम शब्द रे ज्ञान रे मधुरता आसी जाए एवं जीवनर गतिर मार्ग सबु बदली जाए और जीवन उन्नतिमुखी हो जाए। सेई दिन माघ मासर शुक्ल पंचमी तिथि। सेई दिन बीणा पाणी माँ बागदेवी माँ भारती माँ सरस्वती पूजा।
ନାମ ମନନ କର ଆଉ ସତସଙ୍ଗର ଆଶ୍ରୟ ଗ୍ରହଣ କର। ମୁଁ ନିଶ୍ଚୟ କହୁଛି ତୁମକୁ ଆଉ ତୁମର ଉନ୍ନୟନ ପାଇଁ ଭାବିବାକୁ ହେବନି। ଶ୍ରୀ ଶ୍ରୀ ବଡ଼ଦା କହୁଛନ୍ତି, ହଁ ସେ ତ ବୁଝିଲି, କିନ୍ତୁ ମୂର୍ତ୍ତି ପୂଜା କରିବା ଚଳିବନି ଏପରି କେଉଁଠି କୁହା ଅଛି ନା କ'ଣ? ପ୍ରକାଶ ଭାଇ ଗଳାର ସ୍ୱର ଉଚ୍ଚ କରି ଶ୍ରୀ ଶ୍ରୀ ଠାକୁରଙ୍କର କେତୋଟି ବାଣୀ ଅସଲଗ୍ନ ଭାବେ କହି ଚାଲିଲେ। ଶ୍ରୀ ଶ୍ରୀ ବଡ଼ଦା ତା ଦେଖି ଧମକ ଦେଇ କହିଲେ, ହେ ଶୁଣୁ, ତୁ ଖାଲି କହିଲେ ତ ଆଉ ହେବନି। ଠାକୁର କେଉଁଠି କ'ଣ କହିଛନ୍ତି, କ'ଣ କରିଛନ୍ତି ସବୁ ତୋର ଜଣାଅଛି। ଅଯଥା ଆବୁଲ ଡାବୁଲ ବିଭ୍ରାନ୍ତିକର ଯାଜନ କରି ଲାଭ କ'ଣ? ସମସ୍ତଙ୍କ ଉଦ୍ଦେଶ୍ୟରେ ଏକାଥରକେ କହିଲେ, ଠାକୁର ନିଜେ ସରସ୍ୱତୀ ପୂଜାରେ ଅଞ୍ଜଳି ଦେଉଥିଲେ, ଆମେ ସବୁ ଏବେ ବି ଦେଉ। ଆଗେ ଶିବ ପୂଜା ବି ଚାଲୁଥିଲା, ବର୍ତ୍ତମାନ ସୁଦ୍ଧା ଆଶ୍ରମରେ ବି ଶିବଙ୍କ ଚରଣାମୃତ ପ୍ରତ୍ୟହ ଦିଆଯାଏ, ପଣ୍ଡାମାନେ ଦେଇ ଯାଆନ୍ତି। ଆଉ ଟିକିଏ ରହି କହୁଛନ୍ତି, ଯେ ଠାକୁରଙ୍କୁ ଭଲ ପାଏ ନା ସେ କ'ଣ ନରକର କୀଟ ହେବ? କେହି ମହମ୍ମଦଙ୍କୁ ଭଲ ପାଏ, କେହି କାଳୀଙ୍କୁ ଭଲ ପାଏ, କେହି ବା ଯୀଶୁଙ୍କୁ ଭଲ ପାଏ, ତାହେଲେ ସେମାନେ କ'ଣ ସବୁ ଭୁଲ କରୁଛନ୍ତି? କାଳୀ କାହାରି ଇଷ୍ଟ, କାହାରି ବି ଶିବ, କାହାର ବି କୃଷ୍ଣ ଇଷ୍ଟ। ଶ୍ରୀ ଶ୍ରୀ ଠାକୁରଙ୍କର କଥା ଅଛି ନା, ଅନ୍ୟର ଗୁରୁଙ୍କୁ ନିନ୍ଦା କରି ଯେ ନିଜର ଇଷ୍ଟଙ୍କୁ ପ୍ରତିଷ୍ଠା କରିବାକୁ ଚାହେଁ ସେ ବିପାକରେ ହିଁ ପଡ଼େ। ଶ୍ରୀ ଶ୍ରୀ ଠାକୁରଙ୍କ ଭାଷାରେ, ଶବ୍ଦରେ, ତତ୍ତ୍ୱରେ, ଭାବରେ ମା ସରସ୍ୱତୀ କେବଳ ଗୋଟିଏ ମୂର୍ତ୍ତି ନୁହେଁ, ଗୋଟିଏ ପ୍ରତୀକ ନୁହେଁ, ସେ ଗୋଟିଏ ଜୀବନୀୟ ଶକ୍ତି। ଶ୍ରୀ ଠାକୁର କହିଥିଲେ, ମା ସରସ୍ୱତୀ ମାନେ ଗତିରେ ଯାହାର ଆଳୟ। ଏଠାରେ ସରସ ଶବ୍ଦଟି ଶ୍ରୁ ଧାତୁରୁ ଆସିଛି, ଯାହାର ଅର୍ଥ ଗତି, ଚଳିବା, ମୋସନ, ଡେଭଲପମେଣ୍ଟ। ତେଣୁ ମା ସରସ୍ୱତୀ କେବଳ ବିଦ୍ୟା ଦେବୀ ନୁହେଁ, ସେ ମୂଳତଃ ଗତିମତୀ। ଯେଉଁଠି ବିକାଶ, ଯେଉଁଠି ସଂସ୍କାର, ଯେଉଁଠି ବିସ୍ତାର, ଯେଉଁଠି ଉଦ୍ଧାର, ସେଠି ସେ ବାସ କରନ୍ତି। ଶ୍ରୀ ଠାକୁର ପୁନଃ କହିଲେ, ବିକାଶ ବ୍ୟାକୁଳ ଗତି ହିଁ ଯାହାର ସଂସ୍ଥିତି, ସେ ହିଁ ମା ସରସ୍ୱତୀ। ଏହି ବାଣୀରେ ଉଚ୍ଚାରିତ ହେଲା ଏକ ଅତ୍ୟନ୍ତ ସତ୍ୟ କଥା। ସରସ୍ୱତୀଙ୍କ ସତ୍ତା ହେଉଛି ବିକାଶ। ଯେବେ ମଣିଷ ବିକଶିତ ହେଉଛି କେବଳ ପଢ଼ା ଲେଖାରେ ନୁହେଁ। ଶ୍ରୀ ଠାକୁରଙ୍କ ଭାଷାରେ, ଲେଖା ପଢ଼ାରେ ଦକ୍ଷ ହେଲେ ହିଁ ଶିକ୍ଷା ତାକୁ କହେ ନା। ଅଭ୍ୟାସ, ବ୍ୟବହାର, ସହଜ ଜ୍ଞାନ ନହେଲେ ଶିକ୍ଷା ହୁଏ ନା। ଲେଖା ପଢ଼ାରେ ଦକ୍ଷ ହେଲେ ହିଁ ଶିକ୍ଷା ତାକୁ କହେ ନା। ଅଭ୍ୟାସ, ବ୍ୟବହାର, ସହଜ ଜ୍ଞାନ ନହେଲେ ଶିକ୍ଷା ହୁଏ ନା। ଲେଖା ପଢ଼ାରେ ଦକ୍ଷ ହେଲେ ହିଁ ଶିକ୍ଷା ତାକୁ କହେ ନା। ଏହି ଭାବରେ, ସଂସ୍କାରରେ, ଏପରି ଅନୁଭବରେ, ଆମମାନଙ୍କ ବୁଦ୍ଧିରେ ସେ ଯେଉଁ ଶକ୍ତିକୁ ଗ୍ରହଣ କରୁଛନ୍ତି ସେ ହେଉଛନ୍ତି ମା ସରସ୍ୱତୀ। ସେ ବୀଣା ପାଣି କାହିଁକି ଡାକୁ? କ'ଣ ତାଙ୍କର ପ୍ରତୀକ? ମାଙ୍କ ହାତରେ ବୀଣା ଅଛି ବୋଲି? ନା, ସେ ଏକ ଅସାଧାରଣର ପ୍ରତୀକ। ଏହା କେବଳ ସଙ୍ଗୀତ ଯନ୍ତ୍ର ନୁହେଁ, ଏହା କମ୍ପନର ପ୍ରତୀକ, ସ୍ପନ୍ଦନ, ଭାଇବ୍ରେସନ୍। ବ୍ୟୋମରେ ଯାହା ଅଛି ତାହା ତ ଭାଇବ୍ରେସନ୍। ଭାଇବ୍ରେସନ୍ ଠାରୁ ଉପୁଜେ ଶବ୍ଦ, ଶବ୍ଦ ଠାରୁ ଜନ୍ମିଥାଏ ବାକ୍, ଆଉ ଏହି ବାକ୍ ହେଉଛି ବିଦ୍ୟାର ଅସଲ ମାର୍ଗ। ଏହି କାରଣରୁ ସେ ବାକ୍ ଦେବୀ, ବାକ୍ ଯୁକ୍ତ ଦେବୀ, ଶବ୍ଦର ଦେବୀ। ବରପୁତ୍ର କାଳିଦାସଙ୍କ ଉକ୍ତିରେ, ଉଚ୍ଚରୂର ପୁରସ୍ତସ୍ୟ ଗୃଢ଼ ରୂପା ସରସ୍ୱତୀ। ଅର୍ଥ, ଶବ୍ଦର ଗୃଢ଼ ସ୍ୱରୂପରେ ବ୍ୟୋମରେ ସେ ବିଦ୍ୟମାନ। ଏହି ଧାରଣା ଅତି ପବିତ୍ର, ଅତି ଅପୂର୍ବ। ବିଜ୍ଞାନ ମଧ୍ୟ କହେ, ଯେତେବେଳେ କେହି ନଥିଲେ ଆରମ୍ଭରେ ଶବ୍ଦ ହିଁ ଥିଲା। ଶ୍ରୀ ଶ୍ରୀ ଠାକୁର କହିଲେ, ବ୍ୟୋମ ତରଙ୍ଗରେ ସେ ବାସ କରନ୍ତି। ତେଣୁ ବୀଣା କେବଳ ବାଦ୍ୟଯନ୍ତ୍ର ନୁହେଁ, ଏହା ହେଉଛି ଉତ୍ପତ୍ତିର ସୂତ୍ର। ମାଙ୍କର ଦିବ୍ୟ ରୂପ ଦର୍ଶନରେ ଆମେ ପାଉ ପଦ୍ମ, ଜଳ, ହଂସ। ତାଙ୍କ ଚାରିପାଖରେ ବେଦ, ଶାସ୍ତ୍ର। ଶାସ୍ତ୍ର କେବେ ବ୍ୟର୍ଥ କଥା କୁହେ ନା।
ପ୍ରତ୍ୟେକ ପ୍ରତୀକ ତାଙ୍କର ସଠିକ୍ ତତ୍ତ୍ୱ ପ୍ରଦାନ କରନ୍ତି। ପଦ୍ମ ପଦ୍ମଧାତୁରୁ ଆସେ ଅର୍ଥ, ସ୍ଥିତି ଯୁକ୍ତ ଗତି ଯୁକ୍ତ ପ୍ରାପ୍ତି। ଜୀବନକୁ ଗତି ଦେଲେ ହିଁ ପ୍ରାପ୍ତି ହୋଇଥାଏ। ଜଳ ହେଉଛି ଜୀବନର ପ୍ରତୀକ, ସର୍ବତ୍ର ସ୍ଫୁରଣର ଅଂଶ। ଆଉ ହଂସ ବିବେକର ପ୍ରତୀକ। କ୍ଷୀର ନୀର ଭେଦ କରିପାରେ। ଯେଉଁଠି ସତ୍ୟ ଥାଏ, ଯେଉଁଠି ମୂଲ୍ୟ ଥାଏ, ସେଇଠି ସେ ବଞ୍ଚେ। ତେଣୁ ମା ସରସ୍ୱତୀଙ୍କ ସାମ୍ରାଜ୍ୟରେ ବିବେକ, ବିକାଶ, ବାକ୍ ତିନୋଟି ଗୁଣ ହିଁ ଆମକୁ ତେଜିଆନ କରି ତୋଳେ। ଏଇଟା ପରମ ଦୟାଲ ଶ୍ରୀ ଶ୍ରୀ ଠାକୁରଙ୍କ ଦୃଷ୍ଟିର ଗଭୀରତା। ମୂର୍ତ୍ତି ପୂଜା ଉପରେ ଅନେକ ପ୍ରକାରର ଭ୍ରମ ଅଛି। ଶ୍ରୀ ଶ୍ରୀ ଠାକୁରଙ୍କର ସଠିକ୍ ଉତ୍ତର ଆମେ ଯଦି ଶୁଣୁ ପାଉ, ଏଠି ଆଣେ ବଡ଼ ପ୍ରସଙ୍ଗ। ଆଜି ଏହି ସମାଜରେ ଭ୍ରମର ତାଲିକା ଲମ୍ବା, କିନ୍ତୁ ଶ୍ରୀ ଶ୍ରୀ ଠାକୁର ଦେଖାଇ ଦେଲେ ମଣିଷକୁ ତାଙ୍କର ଅନୁଭବରେ, ତାଙ୍କର ତତ୍ତ୍ୱରେ। ଚେତନାର ପ୍ରଭାବ। ଏହାର ବିପରୀତ କ'ଣ? ସ୍ତବ୍ଧତା। ଯେଉଁଠି ଗତି ନାହିଁ, ସେଠି ଜୀବନ ମଧ୍ୟ ନାହିଁ। ତେଣୁ ମା ସରସ୍ୱତୀ ହେଉଛନ୍ତି ଜୀବନ ଶକ୍ତିର ପ୍ରଭାବ। ଏହାକୁ ବୁଝିଲେ ପୂଜା ଏବଂ ଦର୍ଶନ ଦୁଇଟା ବୁଝି ହୁଏ। ଏହାକୁ ଯଦି ଗଭୀର ଭାବରେ ଦେଖାଯାଏ, ମା ସରସ୍ୱତୀ ସୃଷ୍ଟିର ଆଦ୍ୟ ନାଦ। ସେଇପାଇଁ ସେ ବୀଣା ପାଣି, ସେଇପାଇଁ ସେ ବାଗ୍ ଦେବୀ, ସେଇପାଇଁ ସେ ଭାରତୀ। ବିଦ୍ୟା କାହିଁକି? କାହା ପାଇଁ? ବିଦ୍ୟା ନାମେ କ'ଣ ଆମେ ମାତ୍ର ପାଠ ପୁସ୍ତକ ବୁଝୁଛୁ କି? ପରୀକ୍ଷା, ମାର୍କ ବା ଡିଗ୍ରୀ? ନା, ବିଦ୍ୟା ହେଉଛି ଆମର ବିଚାରର ଶକ୍ତି, ଦେଖିବାର ଶକ୍ତି। ବସ୍ତୁ, ଜୀବନ, ମଣିଷ, ମାର୍ଗ, କାରଣ, ଗତି